ସାଙ୍ଗମାନେ ମୋ ସିନ୍ଦୁରର ଅଧିକାରରେ ଦେଖନ୍ତୁ ମୁକ୍ତି ଆଦିକୁ କୁହେ ମଣିଷକୁ ବେଳେ ବେଳେ ଅନ୍ୟମାନଙ୍କ କଥା ଶୁଣିବା ଦରକାର। ଏମିତି ନୁହେଁ ଯେ ସବୁବେଳେ ଆପଣ ହିଁ ଠିକ୍ ଥିବେ। ଯଦି ଆପଣ ମୋ କଥା ମାନିଥାନ୍ତେ ତାହେଲେ ତଳେ ଏତେ ବଡ଼ ଡ୍ରାମା ହେଇନଥାନ୍ତା। ଆଦି କୁହେ କ'ଣ କହିଲ? ଡ୍ରାମା? ମୋତେ ଲାଗୁଛି ଏସବୁ ଡ୍ରାମା ତମେ ହିଁ ଆରମ୍ଭ କରିଛ, ମୁଁ ନୁହଁ। ମୁକ୍ତି କ'ଣ ହେଲା? ମୋ ପାଇଁ ଡ୍ରାମା ଷ୍ଟାର୍ଟ ହେଇଛି? ମୁଁ ଆପଣଙ୍କୁ ଯାଇ କହିଥିଲି ଯେ ମୁଁ ଆପଣଙ୍କର ଉର୍ବି ୱାଇଫ୍? ନାଇଁ ନା? ତାହେଲେ କହିବା କ'ଣ ଦରକାର ଥିଲା? ଆଦକୁ ଶୁଣ ମୁକ୍ତି, ସେ ଟପିକ୍ ବିଷୟରେ କହିବା ବନ୍ଦ କର ପ୍ଲିଜ୍। ମୋତେ ଭାରି ଇରିଟେଟ୍ ଲାଗୁଛି ପ୍ଲିଜ୍। ମୁକ୍ତି କୁହେ ଏବେ ଲୋକମାନେ ମୋ ସହିତ କଥା ହେବା ବନ୍ଦ କରିଦେଲେଣି। ସବୁ ଷ୍ଟାଫ୍ ମାନେ ମୋତେ ଦେଖିକି ଏପଟ ସେପଟ ଚାଲି ଯାଉଛନ୍ତି। ଆଚ୍ଛା ଜାଣିଛନ୍ତି କାହିଁକି? ଆଦୁ କିଏ କାହିଁକି? ମୁକ୍ତି କିଏ ଆପଣଙ୍କ ପାଇଁ। ବାସ୍ ଗୋଟେ ଦିନ ଭିତରେ ସମସ୍ତଙ୍କ ନଜର ବଦଳିଗଲା। ଏତେ ଦିନ କାମ କରିବା ଭିତରେ ଗଣି ଗଣି ମାତ୍ର 2ଟା ହିଁ ସାଙ୍ଗ ବନେଇଥିଲି। ଗୋଟେ ହେଲେ ରାଜୁ ସାର୍ ଆଉ ଗୋଟେ ହେଲେ ରିଧି। ହେଲେ ସେମାନେ ବି ମୋ ସହିତ କଥା ହେଉନାହାନ୍ତି। ଆଦି କୁହେ ମୁଁ ତ ଅଛି ନା ତମ ସହିତ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଆସୁଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଛୋଟ ଲାଇକ୍ଟା କରିଦିଅନ୍ତୁ। ଜୟ ଜଗନ୍ନାଥ।